ओम नमः शिवाय। ମୁଁ ଜ୍ୟୋତିର୍ବିଦ ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ମୋ ବିଷୟରେ ଅଧିକ ଜାଣିବା ପାଇଁ ଶିକ୍ଷକତା ଯୋଗ୍ୟତା, ଜ୍ୟୋତିଷ ସମ୍ବନ୍ଧୀୟ ଶିକ୍ଷାଗତ ଯୋଗ୍ୟତା, ମୋର ରିସର୍ଚ୍ଚ ପେପର୍ସ, ମୋର ୱେବସାଇଟ୍ rudraksjyotish.in ଭିଜିଟ୍ କରିପାରନ୍ତି। ଆଜି ଆମେ ଆଲୋଚନା କରିବା କର୍ମ ଆଉ ଭାଗ୍ୟ। ବହୁତ ଲୋକଙ୍କର ଗୋଟେ ଆବସର୍ଡ ବା ଗୋଟେ ପାଗଳ ଷ୍ଟେଟମେଣ୍ଟ ହେଲା ଏଇଆ ଯେ କର୍ମ ସବୁ କିଛି, ଭାଗ୍ୟ କିଛି ନୁହେଁ, କର୍ମବାଦୀ ହୁଅ, ଆଉ ଜ୍ୟୋତିଷମାନଙ୍କ ପାଖକୁ ଯାଇକି କିଛି ଲାଭ ନାହିଁ, ଆଉ ସେମାନେ କ'ଣ ଭାଗ୍ୟ ବଦଳେଇ ଦେବେ ଇତ୍ୟାଦି ଇତ୍ୟାଦି। ମୁଁ କାହିଁକି କହିଲି ଗୋଟେ ପାଗଳ ଷ୍ଟେଟମେଣ୍ଟ ଏଟା? କାରଣ ହେଲା କର୍ମ ବିନା ଭାଗ୍ୟ ନାହିଁ। କର୍ମ ବିନା ଭାଗ୍ୟ ନାହିଁ। ଯେମିତି ମୁଁ ଆଗରୁ ବି କହି ରଖିଥିଲି, କ୍ଷୀର ବିନା ଘିଅ ନାହିଁ। ସେମିତି କର୍ମ ବିନା ଭାଗ୍ୟ ନାହିଁ। ଭାଗ୍ୟର ଅନ୍ୟ ନାମ ହେଲା କର୍ମଫଳ। ଆପଣ ଯେଉଁ କର୍ମ କରିଛନ୍ତି ତାର ଫଳଟା ହେଲା ଭାଗ୍ୟ। ତେଣୁ ଭାଗ୍ୟ କିଛି ନୁହେଁ, ସେ ହେଲା କର୍ମର ଫଳ। ତେବେ ଆପଣମାନଙ୍କର ଯୁକ୍ତି ଆସିବ, ସାର୍ ଆମେ ତ ଖୁବ୍ ଭଲ କାମ କରୁଛୁ, ତାହେଲେ ଆମ ଜୀବନରେ ଏମିତି କାହିଁ ଘଟୁଛି? ପ୍ରଥମେ କର୍ମଟାକୁ ବୁଝି ରଖନ୍ତୁ। ବହୁତ ମଜା ଜିନିଷ ହେଲା, ହିନ୍ଦୁଇଜିମରେ ଯେଉଁ ସବୁ ଶାସ୍ତ୍ର ଅଛି, ବେଦକୁ ପ୍ରାୟ ଛାଡ଼ିଦେଲେ ଉପନିଷଦ ଅନୱାର୍ଡସ୍ ବୁଦ୍ଧିଜିମ୍ ବି ହେଲା, ଯେଉଁଟାକି ଗୋଟେ ହିନ୍ଦୁଇଜିମର ସେକ୍ଟ ହେଇକି ବାହାରିଛି, ବା ବୌଦ୍ଧ ଧର୍ମ, ସେଥିରେ ବି କର୍ମଟାକୁ ସବୁବେଳେ ଆମେ ପ୍ରାୟୋରିଟାଇଜ୍ କରିଛୁ। କର୍ମ କ'ଣ ଯଦି ଗୋଟେ ପ୍ରଶ୍ନ ଆସେ, ତାହେଲେ ଉତ୍ତର ହେଲା କର୍ମ କ'ଣ ନୁହେଁ। ବହୁତ ଗୁଡ଼ିଏ ଲୋକ କର୍ମଟାକୁ ଜୀବିକା ସହିତ ଇକ୍ୱାଲ୍ କରିଦିଅନ୍ତି। ଗୋଟେ ଲୋକ ଡାକ୍ତର ଅଛି, ତା କର୍ମ ହେଲା ସେ ଡାକ୍ତରୀ କରିବା। ଗୋଟେ ଲୋକ ଅଛି ଟିଚର, ତା କର୍ମ ହେଲା ସେ ଶିକ୍ଷକତା କରିବା। ନା, ସବୁ ଜିନିଷ ହେଲା କର୍ମ। ତା ଭିତରେ ଆଉ ଟିକେ ଟିକେ ସ୍ଲାଇଟ୍ ସୂକ୍ଷ୍ମ ଜିନିଷ ଅଛି, କ୍ରିୟା, କର୍ମ, କିଛି ଆପଣଙ୍କର କନସିୟସ୍ କର୍ମ, ଅନକନସିୟସ୍ କର୍ମ ଇତ୍ୟାଦି ଇତ୍ୟାଦି। ଜାଣି ରଖିଥାନ୍ତୁ, ଗୋଟେ ପିଲାଟେ ମା ପେଟରୁ ଜନ୍ମ ହେଲା ପରଠାରୁ, ଏଥିରେ ତ ସେ ଜନ୍ମ ପାଉନି, ସେମିତି କେତେ ଜନ୍ମ ନେଇ ଆସୁଛନ୍ତି, ପରଠାରୁ ସେ ଯାହା ବି କରୁଛି ଗୋଟେ କର୍ମ। ସେ କେମିତି ବସୁଛି କର୍ମ, କେମିତି ଭାବୁଛି କର୍ମ, ସେଟା ଡେଫିନେଟ୍ ଗୋଟେ ବଡ଼ କର୍ମ, ବା ମାନସିକ କର୍ମ, ମେଣ୍ଟାଲ କର୍ମ। ଫିଜିକାଲ କ'ଣ କର୍ମ କରୁଛି ସେଟା ବି ଶାରୀରିକ କର୍ମ। ସେମିତି ଏନର୍ଜି ଲେଭେଲ କର୍ମ ସେ ଯେଉଁଟା କରୁଛି ସେଇଟା ବି ଗୋଟେ କର୍ମ, ଯେଉଁଟାକି ଆପଣଙ୍କର ପାଷ୍ଟ ଲାଇଫରୁ କ୍ୟାରି ଫରୱାର୍ଡ଼ ହେଇକି ଆସିଥାଏ। ତ କର୍ମ ଇଜ୍ ଏଭ୍ରିଥିଙ୍ଗ। ଆପଣ ଭାବିବେନି ଯେ କର୍ମ ମାନେ ସକାଳୁ ଉଠି ଗାଧେଇ ପାଧେଇ ଖାଇ ପିଇ ଦେଇକି ନିଜ କାମ ବସି କରିବା, ରୋଜଗାର କରିବା ପାଇଁ। ପିମ୍ପୁଡ଼ି ପର୍ଯ୍ୟନ୍ତ ଏଇ ଜୀବଜଗତରେ ପିମ୍ପୁଡ଼ି, ମୂଷା, ଗୁଣ୍ଡୁଚି ମୂଷା ସମସ୍ତେ କର୍ମରତ। ସେମାନଙ୍କ ପାଇଁ ସଣ୍ଡେ, ୱିକେଣ୍ଡ, ହଲିଡେ, କୋଭିଡ-19 ଲକଡାଉନ କିଛି ନଥିଲା। ସେମାନେ ଯଦି ବାହାରିକି ନ ଖୋଜିବେ ଖାଇବାକୁ ଗଣ୍ଡେ ପାଇବେ ନାହିଁ। ଆଉ ତ ଏଥିରେ ଆପଣଙ୍କର କିଛି ଗୋଟେ ବଡ଼ ଜିନିଷ ହେଇଯାଉନି, ମାନେ ଏଟା ଲାଇଭଲିହୁଡଟା ଗୋଟେ ଆପଣ କରନ୍ତୁ, କିନ୍ତୁ ତାକୁ ଛାଡ଼ିକି ଆଉ ଗୁଡ଼େ କର୍ମ ରହିଛି। ଆପଣ କେମିତି ହସୁଛନ୍ତି, ବସୁଛନ୍ତି, ଖାଉଛନ୍ତି, ସବୁ ଜିନିଷ ହେଲା କର୍ମ। କେମିତି ଭାବୁଛନ୍ତି, ଆରେ ମୋର ସବଅର୍ଡିନେଟ୍ଟା ମୋତେ ହଇରାଣ କରୁଛି, ତାର ଅସୁବିଧା ହଉ, ଏଟା ଗୋଟେ ଭାରି ଅସତ୍ କର୍ମ ହେଲା। ବହୁତ ଜାଗାରେ କୁହାଯାଇଛି, ଏଟା ଆକ୍ଚୁଆଲି ବହୁତ ଜାଗାରେ କୁହାଯାଇଛି, ଆପଣ ଯେଉଁ ଶାସ୍ତ୍ର ଗୋଟେ ହିନ୍ଦୁଇଜିମର କାଢ଼ିକି ପଢ଼ିବେ, ଏକ୍ସେପ୍ଟ ବେଦଟାକୁ ଛାଡ଼ି ଦେଇକି ପ୍ରାୟ କର୍ମର ସାଇଟେସନ୍ ଆପଣଙ୍କୁ ବହୁତ ବଢ଼ିଆକି ମିଳିଯିବ। ଭଗବତ ଗୀତା ତ ଛାଡ଼ନ୍ତୁ, ବହୁତ ଏଲାବୋରେଟଲି କହିଛି, କିନ୍ତୁ ଯେକୌଣସି ଗୋଟେ ଶାସ୍ତ୍ର ଉଠେଇ ପଢ଼ନ୍ତୁ, ସେ ଆପଣଙ୍କର ଉପନିଷଦ, ପୁରାଣ ଇତ୍ୟାଦି ଇତ୍ୟାଦି, କର୍ମର ସାଇଟେସନ୍ ଆପଣ ଅଳ୍ପ ବହୁତ ଡେଫିନେଟଲି ପାଇବେ। ମାନେ ଆମର କର୍ମଟା ହେଲା ମେରୁଦଣ୍ଡ ଆମର ହିନ୍ଦୁଇଜିମର। ସେଇଥିଲାଗି ଗୋଟେ ଶ୍ଲୋକ ଅଛି, ମୋର ମନେ ପଡ଼ୁଛି, ମୁଁ ଏକ୍ଜାକ୍ଟ ସାଇଟେସନ୍ କରିପାରୁନି, ମାନେ ସେଇଟା କେଉଁଠୁ ଆସିଛି, ବଟ୍ ଗୋଟେ କୁହାଯାଇଛି,
ଅକୃତ୍ୟଂ ନୈବ କର୍ତ୍ତବ୍ୟଂ ପ୍ରାଣ ତ୍ୟାଗୋପି ସଂସ୍ଥିତେ କର୍ତ୍ତବ୍ୟଂ ନ ପରିହର୍ତ୍ତବ୍ୟଂ ଏଷ ଧର୍ମ ସନାତନଃ। କ'ଣ ତା ମାନେ? ଅକୃତ୍ୟଂ ନୈବ କର୍ତ୍ତବ୍ୟଂ, ଅକର୍ମ ବା ଖରାପ କର୍ମ ଗୁଡ଼ା କରିବେ ନାହିଁ। ଟେକ୍ନିକାଲ ୱାର୍ଡ ଭିତରକୁ ଯାଆନ୍ତୁନି। ବିକର୍ମ, ଅକର୍ମ, ନିଷ୍କର୍ମ ସେଗୁଡ଼ା କିଛି ଭାବନ୍ତୁନି। ମାନେ ଖରାପ କାମଟା କରିବେ ନାହିଁ। କେତେବେଳେ? ପ୍ରାଣତ୍ୟାଗ ଅପିସସ୍ଥିତ, ମଲା ସମୟରେ ମଧ୍ୟ। କର୍ତ୍ତବ୍ୟଂ ନ ପରିହର୍ତ୍ତବ୍ୟଂ, ଯାହା ଆପଣଙ୍କର କାମ ତାକୁ ଆପଣ ଛାଡ଼ିବେ ନାହିଁ। ଏଷ ଧର୍ମ ସନାତନ, ଇଏ ହେଲା ସନାତନ ଧର୍ମ। ବାପା ହିସାବରେ ଆପଣଙ୍କର କର୍ମ ରହିଛି, ହଜବେଣ୍ଡ ହିସାବରେ ଆପଣଙ୍କର କର୍ମ ରହିଛି, ଆପଣଙ୍କର ଶିକ୍ଷକ ହିସାବରେ କର୍ମ ରହିଛି, ଗୋଟେ ସୋଲଜର ହିସାବରେ କର୍ମ ରହିଛି, ଗୋଟେ ନାଗରିକ ହିସାବରେ କର୍ମ ରହିଛି। ଅର୍ଥାତ୍ ଆମର ସବୁ ପ୍ରକାର ଏଇଟା ଗୋଟେ ଡ୍ୟୁଟି ଟାଇପ୍ର ହେଇଗଲା। ଏଇଟା ଡ୍ୟୁଟି ବୋଲି କୁହାଯିବ। ଆପଣ ସକାଳୁ କେମିତି ଉଠୁଛନ୍ତି, ଭଗବାନଙ୍କୁ ଟିକେ ପ୍ରାର୍ଥନା କରୁଛନ୍ତି କି ନାହିଁ, ସେଟା ବି କର୍ମ। ଆପଣ କିଛି ଲୋକଙ୍କୁ ଖାଇବାକୁ ପିଇବାକୁ ଦେଉଛନ୍ତି କି, ସେଟା ବି ଗୋଟେ ପ୍ରକାର ଆପଣଙ୍କର କର୍ମ। ଦାନ ଧର୍ମ ଯେଉଁଟା କୁହାଯାଏ ସେଇଟା ଆପଣ ପୁଣ୍ୟକୁ ଆଡ଼୍ କରେ। ଖାଇବା ହେଲା ଜୀବନ। ଆଉ ଆପଣ ଆମେ କାହାକୁ ଦିଅନ୍ତି ନାହିଁ। ମୁଁ କହୁଛି ମୁଁ ଜ୍ୟୋତିଷ କରୁଛି, ଆରେ ମୁଁ କିଏ ଜ୍ୟୋତିଷ କରିବାକୁ? ସିଏ ଚାହିଁଲେ ମୁଁ କରୁଛି, ମାଧ୍ୟମ। ସେଇଭଳିଆ ଆପଣ କାହାକୁ ଦାନ କରି କହିବେ ମୁଁ ଦାନ କରିଛି। ବହୁତ ଲୋକ ଜାଣିଛନ୍ତି ମଧ୍ୟ ଦାନ କଲେ କୁହାଯାଏ ନା। ତ ସେଇ ଆମେ ଦାନ କରିବାକୁ କିଏ? ତେଣୁ ମୁଁ ଆଗ କର୍ମଟାକୁ ବୁଝେଇ ଦିଏ, ତାପରେ ଭାଗ୍ୟକୁ ଯିବି। ଏଇସବୁ ଜିନିଷ ଯଦି ହେଲା, ଇଏ ହେଲା ସବୁ କର୍ମ। ତାହେଲେ ସବୁ ଜିନିଷ ହେଲା କର୍ମ, କିଛି ସେମିତି ଇଏ ନୁହେଁ। ଆପଣ ଯଦି କହିବେ ସାର୍ ମୁଁ ଗୋଟେ ଅସରପାକୁ ଆଜି ବାଡ଼େଇକି ମାରିଦେଇଛି, ସେଟା ବି ଆପଣଙ୍କର ପାପ ଖାତାରେ ଲେଖା ହେଲା। ଆପଣଙ୍କ ଛୁଆକୁ ସେମିତି କିଏ ବାଡ଼େଇକି ମାରିଦେବ, କାରଣ ସେ ଅସରପାଟା ବି କାହାର ଛୁଆ। ସେ ଆପଣଙ୍କର କିଛି କ୍ଷତି କରିନି, ଆପଣ ପ୍ରାଣ ରକ୍ଷା ପାଇଁ ତାକୁ ମାରିନାହାନ୍ତି। ଗୋଟେ ବାଘଟେ ଆପଣଙ୍କୁ ଆଟାକ୍ କଲେ, ଆପଣ ବଞ୍ଚିବା ବିକଳରେ ତାକୁ ମାରି ପକାଇଲେ, ସେଠି କିଛି ମାତ୍ରାରେ ଆପଣଙ୍କର ଏଟା ପାପ ଲାଗିବ ନାହିଁ, ଯଦି ଆମେ ସନାତନ ଧର୍ମ ଲଜିକ୍ ନେବା। କିନ୍ତୁ ଗୋଟେ ସାପଟେ ରାସ୍ତାରେ ଯାଉଛି, ଆପଣ ତାକୁ ବାଡ଼େଇକି ମାରିଦେଲେ, ସାପଟା କାଲି ସକାଳେ ମୋତେ କାମୁଡ଼ି ଦେବ, ସରିଗଲା। ଜ୍ୟୋତିଷ ଶାସ୍ତ୍ର ସେଟା କୁହାଯାଏ ସର୍ପଶ୍ରାପ। ସର୍ପଶ୍ରାପ ଯଦି ଲାଗିଥିବ, ଆପଣଙ୍କର ପିଲାପିଲି ହେବେ ନାହିଁ, ଯଦି ବି ହେଲେ ସେ ମରିଯିବେ। ମନେ ରଖିଥାନ୍ତୁ, ସର୍ପଶ୍ରାପଟା ଦୁଇଟା ଜାତକରୁ ଦେଖାଯାଏ, ହଜବେଣ୍ଡ ଆଣ୍ଡ ୱାଇଫ୍। ଦୁଇ ଜଣଙ୍କ ଭିତରେ ଥିଲେ ଯାଇକି ପିଲା ଛୁଆ ହେବ ନାହିଁ। ଗୋଟେ ଦେଖିରୁ କହିକି ଏଇଟା କହିବେ ନାହିଁ। ବୁଝିପାରିଲେ ତ? ଆପଣ ଯେଉଁ ଭୁଲ କର୍ମଟା କରିଛନ୍ତି, ସେଟା ଜ୍ୟୋତିଷ ମାଧ୍ୟମରେ ଜଣାପଡ଼ିଲା କର୍ମ ଫଳରେ। ବାପାଙ୍କୁ ବାଡ଼େଇଛନ୍ତି ଗତ ଜନ୍ମରେ, ସୂର୍ଯ୍ୟ ନୀଚ ହେଇକି ବସିବ ଜାତକରେ। ସୂର୍ଯ୍ୟ ନୀଚ ହେଇକି ବସିବ, ନହେଲେ ସୂର୍ଯ୍ୟ ଏତେ ଖରାପ ଜାଗାରେ ବସିବ, ଦ୍ୱାଦଶ ଘରେ ବସିବ ଯାଇକି D1ରେ, ନବାଂଶରେ ବି ଯାଇକି ଦ୍ୱାଦଶରେ ବସିବ। ସେମିତି ଆପଣ ମାଆକୁ ବହୁତ ଅତ୍ୟାଚାର କରୁଛନ୍ତି, ଚନ୍ଦ୍ର ନୀଚ। ଉଚ୍ଚ ବା ନୀଚ ଗୋଟେ ଗ୍ରହର ସିଗ୍ନିଫିକେସନ୍ର ବହୁତ କମ୍ ପାର୍ଟ। ଯଦି ଆମେ ସର୍ବଳ ଦେଖିବା, ତାହେଲେ ଓନ୍ଲି 3% ହେଲା ଉଚ୍ଚ କି ନୀଚ। କିନ୍ତୁ ଉଚ୍ଚ ଆଉ ନୀଚର ଗୋଟେ ସବୁଠୁ ବଡ଼ ଜିନିଷ ହେଲା, ଉଚ୍ଚ ଅର୍ଥାତ୍ ସେଇ ଗ୍ରହର ଯେଉଁ କର୍ମ ଆପଣଙ୍କର କରିବାର ଥିଲା। ଗୋଟେ ଗ୍ରହ ଆପଣଙ୍କର କିଛି କର୍ମଟାକୁ ଇଣ୍ଡିକେଟ୍ କରେ। ଶନି ଆପଣଙ୍କର ପରିଶ୍ରମକୁ ଦର୍ଶାଏ, ବୃହସ୍ପତି ଆପଣଙ୍କର ଜ୍ଞାନକୁ ଦର୍ଶାଏ, ଶୁକ୍ର ଆପଣଙ୍କର ସ୍ତ୍ରୀକୁ ଦର୍ଶାଏ, ବୁଧ ଆପଣଙ୍କର ବେପାର ବୁଦ୍ଧି, କେତେ ଆପଣ ଲୋକଙ୍କ ସହିତ ମିଶୁଛନ୍ତି ସେଟାକୁ ଦର୍ଶାଏ। ଯେଉଁ ଗ୍ରହ ଗୁଡ଼ା ଜାତକରେ ସବୁ ନୀଚ ଥିବ ନର୍ମାଲି, ତାହେଲେ ସେଇ ଜିନିଷ ନେଇ କର୍ମ ଆପଣ ବହୁତ ଖରାପ କରିଛନ୍ତି। ତାକୁ ଇମ୍ପ୍ରୁଭ୍ କରିବେ ଆଉ କ'ଣ? ଗୋଟେ ଜ୍ୟୋତିଷ ପାଖକୁ ଗଲେ ସେ ପ୍ରଥମେ କହିବେ ତାକୁ ଇମ୍ପ୍ରୁଭ୍ କର। ବୃହସ୍ପତି ନୀଚ, ପାଠ ପଢ଼। ଠିକ୍ ଅଛି। ତ ନୀଚ ମାନେ ଯେ ସେ ୱିକ୍ ହେଇଗଲା। ନୀଚ ଥାଇକି ବି ତାର ବହୁତ ଗୁଡ଼େ ପାୱାର, ସଡ଼ବଳରେ ପାୱାର ଥିବ, ସେ ନବାଂଶରେ ଭଲ ଜାଗାରେ ବସିଥିବ। ନବାଂଶରେ ଯଦି ଭଲ ଜାଗାରେ ବସିଲା, ତାହେଲେ ତାର ନୀଚ ଭଙ୍ଗ ବି ହେଇଯାଏ ବହୁତ ସମୟରେ। କିନ୍ତୁ ମୁଁ ସେଇ ଜ୍ୟୋତିଷ ବିଦ୍ୟାରେ ବେଶୀ ଭିତରକୁ ଯାଉନି, ବହୁତ ଡିପ୍କୁ ଯାଇ ହେବ। ଆପଣ ବୋଧେ ବୁଝି ନିଅନ୍ତୁ ଜିନିଷଟା କ'ଣ। ତ ପୂର୍ବ ଜନ୍ମରେ ଆପଣ ଯେଉଁ ଜିନିଷଟା କରି ଆସିଛନ୍ତି, ସେଇଟା ଗୋଟେ ଆପଣଙ୍କର କର୍ମଟା ଷ୍ଟୋରେଜ୍ ହେଇକି ରହିବାକୁ କୁହାଯାଏ ସଞ୍ଚିତ କର୍ମ। ଗୋଟେ ପଞ୍ଚମ ଶ୍ରେଣୀ ପିଲା ବି ଏଇଟା ଜାଣିଛି। ସଞ୍ଚିତ କର୍ମ ଆପଣଙ୍କର ଯେମିତି ୱେଲ୍ଥ ରହୁଛି ସଞ୍ଚିତ ହେଇକି, ସେଭଳିଆ କର୍ମଟା ସଞ୍ଚିତ ହେଇକି ରହିଲା। ଯେଉଁଦିନ ସେଇଟା ସରିଯିବ, ଆପଣ ମୁକ୍ତି ପାଇଯିବେ। ବେସିକ୍ ପ୍ରିନ୍ସିପଲ୍। ଆଉ ମୁଁ ଏଥିରେ ବେଶୀ ବୁଦ୍ଧିଜିମ୍କୁ ପ୍ରିଫର କରେ। ବୁଦ୍ଧିଷ୍ଟ ଫିଲୋସଫି ଯେଉଁଟା ପ୍ରତିତ୍ୱ ସମୁତ୍ପାଦ କୁହାଯାଏ, ବା କ୍ଲିଙ୍ଗିଂ ଅଫ୍ 12 ଚେନ୍ସ। ଏଇଟା ହେଲେ ସେଇଟା, ସେଇଟା ହେଲା ଏଇଟା, ସେଇଟା ହେଲେ ସେଇଟା, ସେଇଟା କଡ଼ି ଲାଗିକି ଯାଇଛି। ସେଥିଲାଗି କାମନାର ବିନାଶ ହିଁ ଦୁଃଖରେ ବିନାଶ। ଆପଣ ଗୋଟେ କୁହାଯାଇଛି, ବଟ୍ ସେ ଆଉ ଡିଟେଲ୍ ଯଦି ଭିତରକୁ ଯିବେ, ତା ଫିଲୋସଫିଟା ହେଲା ପ୍ରତିତ୍ୱ ସମୁତ୍ପାଦ। ଏଇଟା ହେଲେ ଏଇଟା, ଏଇଟା ହେଲେ ଏଇଟା। ତେଣୁ ଆପଣ ଯଦି ଗୋଟେ ଧାରରେ ବ୍ଲକ୍ କରିଦେବେ, ଆଉ କଡ଼ିଟା କଣ୍ଟିନ୍ୟୁ କରିବ ନାହିଁ।
नकले आपंकर ऑटोमेटिकली भाग्यफल भल आसला जमी रामचंद्र जातक जहाँ पब्लिश होती बही मानक सूर्य सिद्धांतर अयनांश को लेकिन से जन्म समय बहुत गुड़े ग्रह उच्च थिला सम्मान भी इंद्रजित थिला कह जाए किंतु रावण ताकू कंट्रोल करी करथिला बोली कह जाए कि जहाँ भी उच्च थिला माने गोटे जना पड़ो से लोक बहुत नियर टू मुक्ति तार किसी कर्मर बंडेज आउ कि ना आपन जदि क्या बाड़ी सी आपको न बढ़ेला जाके आप मुक्ति ना आपड़ जो साप को बाड़ी देते तो आप दीटा छुआ मरबे जेपर्यंत सेमती गोटे सिचुएसन आप एनकाउंटर करना ये लाइफ रे करना नेक्स्ट लाइफ तेणु कर्मटा जो नर्मालाइज हो जाए से आम मुक्ति आड़ को जाऊ ज्योतिष से जो भाग्यटा कह जाए तो प्रारब्धर कौन कर्म फल आपंकर अच्छे से कही हुए सेमती शुक्र आपंकर खराब अच्छे जातक मैंने आप स्त्री को अत्याचार करमती जो उच्च थाए आप बहुत भल कर्म को दर्शाए कि खाली उच्च हो गले जे से ग्रहटा तार भल फल देदेव ना नहीं से ग्रह कर्म रिलेटेड आउ कि बंडेज ना तेणु तार रिजल्ट नॉर्मली भल फर्टिफाए हम जहाँ लिखाई जे उच्च ग्रह शुभ फल दबारे 100% कैपेबल चैप्टर 3 बृहत पराशर घोड़ाशास्त्र नीच फल शुभ फल देवार अक्षम किंतु अशुभ फल देव बोली नुहे अर्थात आप से कर्मटार आउ कि पुण्य आपंकर ना ठीक अच्छे आप माने बुद्ध नीच है माने आप पिला बहुत अत्याचार कर तेणु आपणकर कर्मटार इंडिकेशन कर्म फल इंडिकेशन है भाग्य आप जानिले निजर कर्मटा को रेक्टिफाई करें और रेक्टिफाई गले आप देखिए ऑटोमेटिकली आप टिके इम्प्रूव हम ए जन्म जदि भी सिग्निफिकेंटली न हुए कारण कह जाए प्रारब्धटा गोटे आपंकर हाबी हो थाए सहजरे जीवन ए जन्म तो दे दि जाए आपको से लगे बाधिका कर्मण्य रस्तु माँ फलेशु कदाचन हए कहीं कर्म कर फल कहीं पाइबे ना पाइबे ना आज्ञा कारण आपंकर यही जन्मर कर्म खाली यही जन्मर फल उपर डिपेंडेंट नुहे पूर्व जन्म में आप केते पुण्य पाप कर देखा तेणु ये भगवान श्रीकृष्ण इनडायरेक्टली कहते हैं आपंकर प्रारब्ध आपको बहुत कंट्रोल करुच्ची तेणु आप जेकोसी लोक कर्मवादी कर्मटा को बहुत फोकस करुँच प्रथम तो कर्मटा को बुझीगले खाली सका उठिक जाए रोजगार करदेवाटा कर्म नुहे सेटा समस्ते करुँच टोटाल क्या असदाचरण क्या प्रति करेंगे ना कि आपको जब गाड़ी कला से लगे गोटे श्लोक कहुए सर्वे भवन्तु सुखिनः सर्वे सन्तु निरामया सर्वे भद्राणी पश्यन्तु माँ कश्चित् दुखं भाग भवेत् यहाँ आप बारंबार डिसाइड करते आप मन गोटे क्लींजिंग आसो आपंकर कहार नेगेटिव थिंकिंग आसोनी 70-80% आपंकर कर्म निज कंट्रोल पड़े आसला फिजिकल कर्म आपंकर हाथ कौन मन मन कड़े पड़ोची मेंटल कर्म आसला फिजिकल एक्शन नौ से लगे सद्गुरु जोगी वासुदेव जी मोर स्पिरिचुअल गुरु कहते जो लोकर मन उपर कंट्रोल अच्छी मानसिक कर्म उपर शारीरिक कर्म उपर एनर्जी लेवल कर्म उपर भी कंट्रोल अच्छी माने जो सिद्ध चाहिए निज आत्मा भी छाड़ी पारे हाथ में कंप्लीट डेस्टिनी अच्छी 100% ऑफ डेस्टिनी हैंड रे सत भी जातक कौन है जो मुहूर्त चाहिए मुक्ति पाई जाइए से प्रपोर्शन बहुत कम तेणु जातक हाँ किंतु यहीटा कही हम जातक देखिए जे कौ लोक गोटे सन्यासी हम और केते भल सन्यासी हम से मो रिसर्च पेपर सन्यास योग एटलिस्ट पढ़ंतु वेबसाइट अपलोड होती किंतु इंग्लिश लेखा कहीं साई बाबा हेले कहीं रजनीश हेले मुझे लिखी कहीं से नाली ड्रेस पिंधिले धड़ा ड्रेस पिंधिले ताकू भी लिखी मान हॉरोस्कोप लिखिक किंतु जो से सिद्धि लेवल पलि आसे मुक्ति आड़ को अग्रसर हो जाती से ये भाग्य काम करे ना भाविबा भूल बा बुझिबा भूल कि आपणकर ए जन्म भाग्यटा गोटे सेपरेट जिनस जोटा कि केवल भगवान और ज्योतिष मान हाथ में अच्छी जे से आपण गोटे पथर पिंधिदेले रुद्राक्ष पिंधिदेले आपणकर बहुत परिवर्तन हो ना जेकोसी गोटे ज्योतिष आप भगवान पाखे जाए हाथ जोड़ी कहते कांदी कांदी कि प्रभु मु तो कार किसी क्षति करनी मोर एमती
अशुभ जिनस घटिला कहीं जिते आपंकर घटी जाऊँच जदिओ सब मन रखिता संसार में किसी शुभ अशुभ किसी सुख दुख सेमती न था से लगे सब परिस्थिति सामान होकर रहा सबू शास्त्र में कहुई भगवत गीता तो अधिक फोकस करेतु बहुत गुड़ा लोक आजिकल से भगवत गीता पढ़ुं तेणु मुझे तार साइटेसन दूसरी कि मुझे सब आपको रेकमेंड करुँच काइंडली उपनिषद पढ़तु उपनिषद पढ़ी लोक गीता को जिते भल कि बुझीपारे अन्य कहीं बुझीपारे ना बुझीपारे ना उपनिषद कंप्लीट फिलोसफिकल आपंकर पैसेज ऑफ सोल एवरीथिंग से बुझाऊँ तेणु गीता आप डीपली तो जी आप डाउट हम जब आप उपनिषद पढ़ी नथिबे एनीवे से छाड़तु से कथा तो भाग्य आपणकर कर्मर फल जदि आपण सियोर अच्छा जे आपणकर कर्मफल जहाँ भी चलो आपण काम करूँ कि मो मत जेकोसी ज्योतिष को देखिए आपणकर कौन कौन कर्म इम्प्रूवमेंट कले आगे जाणी नियंतु कारण पूर्वजन्म कर्म फर्म सब जना पड़ो ज्योतिष आपण भावी नि जो पितृदोष पितृशाप माने पितृदोष बोली किसी टर्म ज्योतिष शास्त्र ना रिपीट करी कही रखुच्छी पितृदोष बोली किसी टर्म ज्योतिष शास्त्र ना साप बोली अच्छी पितृशाप बृहत पराशर होरा शास्त्र चैप्टर 85 इंग्लिश ट्रांसलेशन बाय गिरीश चंद्र शर्मा जीसी शर्मा गिरीश चंद शर्मा नॉट चंद्र गिरीश चंद शर्मा सो पितृशाप जोटा अच्छी जे आपण से प्रति श्राद्ध भी देना सेटा भी आपंकर कर्म थिला पितृशाप हो रही सामान से साप गुड़ाक गोटे है इम्प्लिकेशन पिला छुआ हे नहीं मो कथा बुझीपार तेणु भाग्य इज नथिंग बट ओनली आपणकर कर्म फल थरे गोटे ज्योतिष पाक जाइकी आपण निजर भाग्यटा को जाणीगला ए जन्मर कर्मफल जाणीगले कौन से कले आपणकर धीरे धीरे कर्मटा इम्प्रूव हम से खाली जाणी रख रत्न रुद्राक्ष आपणकर गोटे शारीरिक मानसिक बालांस दि जाए मु रत्न पर गोटे वीडियो करनी रुद्राक्ष पर गोटे वीडियो कहीदेवी पर आम डिटेल एनालिसिस करवा तेणु से जो भगवान का अपने कांदी कहते मो कौन है कौन पाई तो भोगुची से जिनसा गोटे ज्योतिष कहीदे पारे आपड़ यही जिनस कर या भोगुंट आपड़ सीधा कहे पूर्णजन्म से पूर्वजन्म एसबू जिनस मिछ कथा हिंदू धर्मर जदि पूर्वजन्म जिनसा छाड़देवे ताल अलमोस्ट आर कि स्तंभ रहा आप जो शास्त्र खोलिक देखु आत्मार एक्जिस्टेंसटा को गोटे दर्शा जाइए स्पेशल उपनिषद रे आमती कंटिन्यूअसली जन्म चली मृत्युंजय किसी नुहे मुक्ति मृत्युंजय माने मुक्ति आप मरले मैंने आउ थे जन्म हे पुणी जन्म है मैंने मरवे से सैकेलटा चली आपड़ कहे सेमती किसी ना सरीगला कथा आप करूँ जहाँ इच्छा करूँ जमती करवा कथा करूँ कि भगवान है क्या हाथ जोड़तुनि आम सेमती किसी ना आपमती आथेइस्ट मैंने अच्छा जो मैंने भगवान को विश्वास करते कि जिन विश्वास करते ठीक अच्छे से कम्प्लीटली जोटा कि ठीक नुहे कि जदि से गोटे निजर पर्सनाल चॉइस करके ना सेमती किसी कर्म फर्म ना आम जहाँटा भी करूँ कि माने से भाविले यही जन्म गोटे यहाँ करवा भल से खराब जदिओ मानविकता रेशनाल जिनसा सब भल कर्म किंतु पूर्वजन्मर कर्म एगुड़ा सब अच्छे आप जिते कले भी आप इम्प्रूव करेंगे ना यदि पूर्वजन्म बहुत खराब कर्म आपंकर अच्छे से भाग्यटा को पढ़िया काम है गोटे ज्योतिष कर्म फलटा पढ़ी से आपको कहते जे ये कर्म करूँ कर्म हिसाब से कहते धर्म हिसाब से कहते ना दान करूँ एमती दान हिसाब से कहते दान करूँ एमती धर्म मान कि गोटे मंत्र जदि आम ठीक भाषा उच्चारण करूँ से गोटे कार्मिक पार्टा को क्लींज करे खाली सेमती मंत्र पढ़देले हेनी ओम नम शिवाय ना आपणकर जेकोसी गोटे भगवान के प्रति अत्यधिक इंटेंसिटी कनेक्शन सहित प्रॉपर छंद बा इंग्लिश जोटा कहुए मीटर वेदांग सबू संस्कृत गोटे छंद अच्छे जोटा आजिका डेट्रे आप म्यूजिक रे लिरिक्स
प्लस म्यूजिक डायरेक्शन दौरान आप से समान गीतटा को आप म्यूजिक डायरेक्शन में गाइबे से समान श्लोकटा को आप कौ डायरेक्शन में पढ़े से छंद कौटि ऊपर हम कौटि तल हम इत्यादि इत्यादि। ओम नमो भगवते रुद्राय एटा श्रीरुद्रमर प्रथम चैंटिंग अनुवाक्य 1 प्रथम श्लोक आपन तो पढ़ी पारे ना ओम नमो भगवते रुद्राय ना छंदटा को ठीक यदि पढ़ती और भगवान शिव प्रति कम्प्लीटली आटाचमेंट अच्छी ताल आपणकर कर्मटा किसी मात्रा गोटे क्लीन हम कौन तो एक्जाक्ट ओडिया तो मुझे पारनी रिफाइन हम तेणु ताकू भी करेंगे। रत्नपत्र रुद्राक्ष पकड़े आप गोटे भांगी पड़ता समय आप शारीरिक मानसिक टे शक्ति मिले पत्र गुड़ाक बहुत ऊर्जा अच्छी रुद्राक्ष गुड़ाक बहुत ऊर्जा अच्छी बास एति काम कला लोक आपण आमे खाली रास्ता देखदेलु जदि आपणकर कर्मफल गोटे जिनस लेखा है ना से जिनस घटो ना जदि लेखा है अवश्य घटो आपन जिते कर्म करंतु अवश्य घटो नच विद्या नच पुरुषम भाग्य अवश्य फलित आपण माने प्रतिदिन निजर दैनंदिन जीवन में एभलिया जिनस देखुथे किंतु तथापि आपणकर मूर्खामी रोचे भाग्य किसी नुहे कर्म फलटा किसी नुहे सब ठीक कर लास्ट मोमेंट सब नष्ट हो जाए जोटा कि आप हाथ में किसी ना परफेक्ट खुशी घर बाहरी गाड़ी नहीं गले एक्सीडेंट होगा से रास्तार जाऊे 50टा षंढ क्रॉस कर 50टा लोक जाइए आपण 50टा लोक जी कि आपड़ गला गोटे षंढ पलि आसला गोड़ माड़ होगा आपंकर गोड़ 3 गोड़ होगा कहीं आपण पूर्व लोकर तो है आपण आग लोक तो है लिखाई आज्ञा आप प्रारब्ध आप दिन से भोगे आप जिते भल कर्म करूँ आप खराब भल कम कर जोटा से सेव हो रहा खराब कर्मटा जो आगुरी कर बाड़ी देते क्या काऊ कुकुर बिले क्या गोटे पिटी तार गोड़ भांगी आप गोड़ भांग कौन जब आप न भांगे आप पिलार भांग यह कर्म तेना प्रारब्ध बा पूर्वजन्मर जो कर्म फलटा को ज्योतिष मध्यम पढ़ा जाए जोटा कि लेमैन लैंग्वेज कहुए भाग्य एक्चुअली रिफाइनमेंट एक्चुअली आम जमी एस्ट्रोलोजी करूँ रिसर्च करिका आम गोटे हॉरोस्कोप देखू इट इज ए पैसेज ऑफ सोल गोटे आत्मार कार्मिक पाथटा को आम देखू पूर्वजन्म से कौन करथिला ए जन्म से कौन मैक्सिमम कर दे पारिबो एवं नेक्स्ट जन्म से कौन कर पारिबो से अनुसार आम गाइड कर दो कार्मिक पाथ ऑफ ए सोल इज ए हॉरोस्कोप आउ कि आपण आपणकर कर्मफल भोगुंट तेणु जेकोसी लोक गोटे कर्मवादी से कर्मटा को मेन प्रायोरिटी दौचे से भाग्यटा को आगे जानी रखा उचित आप कम कर गाइडेंस नहीं कम करूँ जदि आपणकर जातक जमी कहले सूर्य नीच जहाँकि इंडिकेट करे बापा प्रति आप बहुत अत्याचार कर पूर्व जन्म ए जन्म आप सेमती करेंगे जहाँ भी होना कहीं आप रिफाइन हो आज्ञा आप कष्ट बरम हो कि से जो अभिशाप पाप आप बापा पड़ी आपटा क्लीयर हो दिस इज ज्योतिष अर्थात कौन से लोक बर्तमान ज्योतिष बंची पारे ना समस्त जातक देखिए जाना उचित जो मैंने कर्म करेंगे ऑन दी अदर साइड मुझे कही रखुच्छी भविष्यटा को जाना सब भल नुहे कर्मफल ए जन्म आप भोगे केत जातक सब ज्योतिष शास्त्र लिखाई गोटे लोक जन्म है आते दिन बंचो आगे कैलकुलेट कर दिंतु जोटा कि आजिका डेट्रे मुझे प्राय कई ज्योतिष कैलकुलेट करते लोक बंचार थो 30 वर्ष आम कह से 40 वर्ष बयस गोटे तार द्वितीय बह हम ज्योतिष बहुत इजी हो गला बीबी रमण भी निजे कहते आम पाखे एत सामर्थ्य अच्छे मैथमेटिकल कैलकुलेशन पूर्व भाया आमको हाथ में करा पड़ूनी एत आकुरेट टाइम आम रखिपुँ आगुरी जमी टाइम भल रेकर्ड रखी हो नाला किंतु पूर्व मुनि ऋषि भाया ब्रेन पावर आमर ना कली जुगे मनीषर निजर ब्रेन पावर नष्ट होमर तो ब्रेन पावर ना जेहेतु आम सब दीटा आखि मध्य मझे गोटे तिल सब करती तृतीय आखिटा एक्टिव हाँपाई जोटा कि इंट्यूशन कह जाए शिव तृतीय नेत्र आप जो फिजिकाल बियॉन्ड देखिए सेटा आ मध्यम जोटा कि एक्सपीरियंशियल
ତୃତୀୟ ନେତ୍ର। ସେଥିଲାଗି ଆମର ଯେକୌଣସି ଗୋଟେ ହିନ୍ଦୁ ଧର୍ମରେ ଆପଣ ଦେଖେଇବେ ତିଲକଟା ଏଇଠି ଲାଗିଥିବ। ଆଉ ସ୍ତ୍ରୀମାନଙ୍କର ସବୁବେଳେ ସିନ୍ଦୁରଟା ସେଇଠି ଲାଗିଥାଏ। ସେଇଥିଲାଗି ଅଲୱେଜ୍ ମନେ ରଖିଥାନ୍ତୁ, ସ୍ତ୍ରୀମାନଙ୍କର ଇଣ୍ଟୁଇସନ୍ କାପାସିଟି ପୁରୁଷମାନଙ୍କ ଠାରୁ ଅଧିକ। ସେଥିଲାଗି ସ୍ତ୍ରୀମାନେ ଯେଉଁ ଟ୍ୟାରୋ ରିଡର ଟ୍ୟାରୋ କରନ୍ତି, ତାସ ଖେଳନ୍ତି, ବୋଧେ ପୁରା ଇଣ୍ଟୁଇସନ୍ ଦରକାର। ତାସ ଖେଳନ୍ତିନି, ରଙ୍ଗ ଟର୍ମରେ ଟିକେ ଇଏ ହେଇଗଲା, ଯେଉଁଟାକି ଆପଣଙ୍କର ଗୋଟେ ମାଧ୍ୟମ ଭବିଷ୍ୟତ ଜାଣିବା ପାଇଁ। ସେଇଟା ସେଗୁଡ଼ା ମାଧ୍ୟମ ଭବିଷ୍ୟତକୁ ଜାଣିବା ପାଇଁ। କିନ୍ତୁ ହିନ୍ଦୁ ଜ୍ୟୋତିଷ ନୁହେଁ, ଆପଣଙ୍କର କର୍ମ ଫଳର କ'ଣ ଡିଟେଲ କହିହେବ ହିନ୍ଦୁ ଜ୍ୟୋତିଷ ମାଧ୍ୟମରେ। ମୁଁ ଆଶା କରୁଛି ଏମିତି ମୂର୍ଖ ପ୍ରଶ୍ନ ଫ୍ୟୁଚରରେ କେହି ପଚାରିବେନି ମୋ ଭିଡ଼ିଓଟା ଶୁଣିଲା ପରେ। ଭାଗ୍ୟ ଇଜ୍ ନଥିଙ୍ଗ ବଟ୍, ଭାଗ୍ୟ କିଛି ନୁହେଁ, ଆପଣଙ୍କର କର୍ମ ଫଳ ମାତ୍ର। ଯଦି ଆପଣ କର୍ମ ପ୍ରତି ବହୁତ ଆଟାଚ୍ଡ ଅଛନ୍ତି, ଥରେ ଜାଣି ନିଅନ୍ତୁ ଯେ ଆପଣଙ୍କର କାହିଁକି ଏମିତି କର୍ମଫଳ ଆପଣଙ୍କର ଅଛି। ସେ ଅନୁସାରେ କର୍ମଟାକୁ ରିଫାଇନ୍ କରି ବାକି ଆଉ କିଛି କରିବା ଦରକାର ନାହିଁ। ଆଉ କର୍ମଟାକୁ କେବଳ ନିଜର ଜୀବିକା ସହିତ ଆସୋସିଏଟ୍ କରିବେନି। ନିଜ କର୍ମ କର, ଖାଲି ଜୀବିକା ନୁହେଁ ଆଜ୍ଞା। କର୍ମ ମାନେ ସକାଳ 10ରୁ ରାତି 12ଟା ଯାଏ ପଇସା ରୋଜଗାର କରିବାଟା କର୍ମ ନୁହେଁ। ଯଦିଓ ଗୋଟେ ମେଜର ପାର୍ଟ ସେଇଟା, ତା ଭିତରେ ଆପଣ କେତେ ଲୋକଙ୍କୁ ଏନକାଉଣ୍ଟର କରୁଛନ୍ତି, ତା ଭିତରେ ଆପଣ କାହାକୁ ଗାଳି ଗୁଲଜ କରୁଛନ୍ତି, ତା ଭିତରେ ଆପଣ କାହାକୁ ଖରାପ ଭାବୁଛନ୍ତି, ଏସବୁ ଆପଣଙ୍କର ଗୋଟେ ଗୋଟେ ପାର୍ଟ ଅଫ୍ କର୍ମ। ଭାବନ୍ତୁ କର୍ମ ଆପଣଙ୍କୁ ମାଡ଼ି ବସି ଧରିକି ରଖିଛେ। ଆପଣ ହିନ୍ଦୁ ଧର୍ମରେ ଆପଣ ସବୁ କିଛି କରିଦେବେ, ମୁକ୍ତି ଏତେ ସହଜରେ ପାଇବେ ନାହିଁ। ମୁନି ଋଷିମାନେ ବସିକି ତପସ୍ୟା କରୁଛନ୍ତି, ମୁକ୍ତି ପାଇବା କିନ୍ତୁ ହେଉନି। କର୍ମ ତ ସବୁଆଡ଼େ, ଆଉ କ'ଣ? ଆପଣ କେମିତି ବସିଛନ୍ତି କର୍ମ, ଆପଣ କେମିତି ଚାହୁଁଛନ୍ତି କର୍ମ, ସବୁ ହେଲା କର୍ମ। ସେଥିଲାଗି ଏଠି ଆମର ହିନ୍ଦୁ ଧର୍ମରେ କର୍ମର ମୁକ୍ତି ଖାଇବା ପାଇଁ ଆଖି ବୁଝିକି ଚୁପଚାପ ସାଧୁ ଋଷି ମୁନିମାନେ ବସୁଛନ୍ତି। ନା ଫିଜିକାଲ ଆକ୍ସନ୍, ନା ମେଣ୍ଟାଲ ଆକ୍ସନ୍, ନଥିଙ୍ଗ। ସେ ବି ଏନସିଓର କରୁନି ଯେ ଆପଣ ମୁକ୍ତି ପାଇଯିବେ। ଏମିତି କଲେ ହୁଏତ ଆଉ ଗୋଟେ ଆଉ 2ଟା ଜନ୍ମ 3ଟା ଜନ୍ମ ପରେ ମୁକ୍ତି ପାଇଯିବେ। ତେବେ ଛାଡ଼ନ୍ତୁ, ବର୍ତ୍ତମାନ ଆପଣଙ୍କର ଭାଗ୍ୟ ଆଉ କର୍ମକୁ ନେଇ ଆପଣ ସମ୍ପୂର୍ଣ୍ଣ ରୂପେ କ୍ଲିଅର ହେଇଯାଇଥିବେ। ଆଶା କରି ଏଭଳିଆ ମୂର୍ଖ ଷ୍ଟେଟମେଣ୍ଟ ଆଉ କେବେ କେହି ଦେବେନି ଯେ ଭାଗ୍ୟ କ'ଣ, କର୍ମ କିଛି ନାହିଁ। ହଁ, ତେଣୁ ଘିଅ କ'ଣ, କ୍ଷୀର ସବୁ କିଛି ହେଲା ସେଇଭଳିଆ ଜିନିଷ। ଆଉଟପୁଟ୍ ଆପଣ ବିଶ୍ୱାସ କରୁନାହାନ୍ତି, ଇନପୁଟ୍ରେ ବିଶ୍ୱାସ କରୁଛନ୍ତି। ଏଇଟା ପସିବଲ୍ ନୁହେଁ। ଆପଣ ଆଜିକା ଡେଟ୍ରେ ଯାହାଟା ବି ପାଉଛନ୍ତି, ଏଇଟା ଆପଣଙ୍କର କର୍ମଫଳ। ସେଇ ସମାନ ଲୋକଟିଏ, ସେ ମଣିଷ ଜନ୍ମ ହେଲା, ଆଉ ଗୋଟେ ଜାଗାରେ ଆପଣ ଜନ୍ମ ହେଲେ, ସିଏ ଜନ୍ମ ହେଇଗଲା ଗୋଟେ ବଡ଼ ବିଜନେସମ୍ୟାନ୍ ଘରେ। 40-50 ବର୍ଷ ଯାକେ ସେ ସେମିତି ଖାଇ ପିଇ ବଞ୍ଚିଗଲା। ଏତେ ପଇସା ଅଛି ତାଙ୍କ ପାଖରେ। କିନ୍ତୁ ଆଉ ଗୋଟେ ପିଲା ହାଇଲି ଟ୍ୟାଲେଣ୍ଟେଡ୍, ଲାଇଫରେ କିଛି ମାନେ ଇନକମ୍ ସେ ତ କରିପାରିଲାନି, ଛାଡ଼ନ୍ତୁ। କିନ୍ତୁ ତା ବାପା ଚାଲିଗଲେ, ମା ଚାଲିଗଲେ, ଅନ୍ୟାନ୍ୟ ସୁଖରୁ ବି ତାକୁ ବିରକ୍ତ ହେଇଗଲା। ସେ କାହିଁକି? ସମାନ, ଦି ଯାକ ସାଙ୍ଗ। କୃଷ୍ଣ ଜଣେ ସୁଦାମା ହେଇଗଲେ, ମାନେ ଫାଇନାନ୍ସିଆଲ ଷ୍ଟେଟ୍ରେ କହୁଛି। ଯଦିଓ ଭାଗ୍ୟ ମାନେ ନୁହେଁ, ଖାଲି ପଇସା। ତେବେ ସେଇ କର୍ମଫଳଟାକୁ ଆମେ ପଢ଼ୁ। ସେଇ କର୍ମଫଳରେ ବେଳେବେଳେ ଗୋଟେ ଏମିତି ସିଚୁଏସନ୍ ଆସେ ଯେତେବେଳେ କି ଆପଣଙ୍କର 19-20 ଥାଏ। ଗୋଟେ ଗ୍ରହ, ଯେମିତି ମୁଁ କମ୍ପ୍ଲିଟ୍ କହିଦେଲି ନୀଚ ଉଚ୍ଚ, ସେଇଭଳିଆ ଗୋଟେ ଗ୍ରହ ଉଚ୍ଚ ବଳ ପାଖାପାଖି ହେଇକି ଥିବ, କିନ୍ତୁ ପୁରା ଉଚ୍ଚ ହେଇନଥିବ। ତା ଉଚ୍ଚ ବଳ ବହୁତ ଥିବ, ଅର୍ଥାତ୍ ଗ୍ରହଟା ଭଲ ଜାଗାରେ ଅଛି। ବକ୍ରି ହେଇଥିବ, ସେ ଗ୍ରହ ବାଡ଼େଇ କହୁଛି ଯେ ଆପଣ ଏଇ ଫିଲ୍ଡରେ ପ୍ଲିଜ୍ କାମ କରନ୍ତୁ। ଶୁକ୍ର ବକ୍ରି ଅଛି, କେବେ ବି ସ୍ତ୍ରୀମାନଙ୍କୁ କୌଣସି ପ୍ରକାର ଖରାପ ବିହେଭ୍ କରନ୍ତୁ ନାହିଁ। କରିକି ଦେଖନ୍ତୁ, ଏଇ ହେଲା ଜ୍ୟୋତିଷ। ଆପଣଙ୍କର ଯାହା କର୍ମଫଳକୁ ପଡ଼ିଲା ପରେ କର୍ମଟାକୁ ଆପଣ ରିଫାଇନ୍ କରିବେ। ହଉ, ଏବେ ଅଧଘଣ୍ଟା ହେଇଗଲା। ମୁଁ ଏ ଛୋଟ ମୋଟ ରିଲ୍ସ ବା ଏମିତି କରିବାର ମୋର କୌଣସି ଉଦ୍ଦେଶ୍ୟ ନାହିଁ। ବହୁତ ସିରିୟସ୍ ଯେଉଁମାନେ ଅଛନ୍ତି ଜ୍ୟୋତିଷକୁ ନେଇକି କିମ୍ବା ଏଇ ସ୍ପିରିଚୁଆଲ ରିଲିଜିୟସ୍ ଲାଇନ୍ରେ, ସେମାନଙ୍କ ପାଇଁ ମୁଁ ଭିଡ଼ିଓ କରୁଛି। ଆସିକି ସେମିତି ଡେକୋରମ୍ ମେଣ୍ଟେନ୍ କରିକି ଗୋଟେ କିଛି ଭାବିଚିନ୍ତି ପଢ଼ି ଲେଖିକି ଯାହା ମୁଁ କରିଛି ଜ୍ୟୋତିଷ ଉପରେ ସେଇଟା ମୁଁ କହୁଛି। କିଛି ଗୋଟେ ଆସି କହିଦେବା, ତାର ଏଇଟା ପିନ୍ଧି ଦିଅନ୍ତୁ ସେଇଟା ହେଇଯିବ, ସେଇଟା କରିଦିଅନ୍ତୁ ଏଇଟା ହେଇଯିବ, ଏଗୁଡ଼ା ଜ୍ୟୋତିଷ ନୁହେଁ। ଲେଖା ହେଇଛି ଯେ ଯଦି ଏଇଭଳିଆ ଦୋଷ କିଛି ଅଛି ଜାତକରେ, ତାହେଲେ ତାର ଉପଚାର କରାଯିବ, ଆପଣ କରନ୍ତୁ। କିନ୍ତୁ ଗୋଟେ ଦୋଷ,
ଜାତକରେ ଏମିତି କେତେ ଦୋଷ ଥିବ? ମୋ କଥା ବୁଝି ହେଉଛି? ଖାଲି ଗୋଟେ ଗ୍ରହର ଉପଚାର ହେଇଗଲେ ହେବନି, ସେଟା ହେଇଗଲେ ହେବନି। ତେଣୁ ଆପଣ ନିଜ କର୍ମଟାକୁ ସେ ଅନୁସାରେ ରିଫାଇନ୍ କରିଦେବେ ଯେକୌଣସି ଗୋଟେ ଜ୍ୟୋତିଷଙ୍କୁ ଦେଖେଇକି। ତେଣୁ ଭାଗ୍ୟ କର୍ମ ହେଇକି ସାଇକେଲରେ ଆମେ ଏମିତି ଚାଲିଛନ୍ତି। ଯେତେ ଆପଣ ଭାଗ୍ୟଟା କର୍ମଫଳ, ଭାଗ୍ୟ ଇଜ୍ ଇକ୍ୱାଲ୍ ଟୁ କର୍ମଫଳ। କର୍ମଫଳଟାକୁ ଜାଣିକି ସେ ଅନୁସାରେ ନିଜ କର୍ମଟାକୁ ରିଫାଇନ୍ କରିବେ, ବହୁତ ଚାନ୍ସ ଅଛି ଯେ ଆପଣଙ୍କର ଇମ୍ପ୍ରୁଭମେଣ୍ଟ ଇନ୍ ସେନ୍ସ ଅଫ୍ କୁଆଡ଼େ କି ଟୁୱାର୍ଡସ୍ ଲିବରେସନ୍। ଆମର ଏ ଧର୍ମରେ ଗୋଟେ ମୁଖ୍ୟ ଜିନିଷ କୁହାଯାଏ ଯେ ମୁକ୍ତି, ଶାନ୍ତି ନୁହେଁ। ଉପନିଷଦଟା ପଢ଼ନ୍ତୁ, ସବୁ ଜାଗାରେ ଓମ୍ ଶାନ୍ତି 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 ହିଁ ବୋଲି କୁହାଯାଇଛି। ତ ଆଜିର ବିଷୟବସ୍ତୁ ଯାହା ଥିଲା, ଭାଗ୍ୟ ବା କର୍ମଫଳ କେମିତି ପୂର୍ବଜନ୍ମର ବା ଯେଉଁଟା ପ୍ରାରବ୍ଧ ଆପଣଙ୍କର ଅଛି, ସଞ୍ଚିତରୁ ଆପଣ କିଛି ପ୍ରାରବ୍ଧ ନେଇକି ଆସିଲେ, ଯାହାଟା କରୁଛନ୍ତି ସେଟା ହେଲା କ୍ରିୟମାଣ। ସେ କ୍ରିୟମାଣଟା ଆପଣ ଯେତେ କଲେ ବି ପ୍ରାରବ୍ଧ ଉପରେ କିଛି ଖାସ୍ ଇମ୍ପାକ୍ଟ ସେ ଦେବନି। ଏ ଜନ୍ମ କଥା କହୁଛି, କିନ୍ତୁ କ୍ରିୟମାଣ ଆପଣ ଯାହା କରୁଛନ୍ତି ସେଟା ନେକ୍ସଟ ଜନ୍ମରେ ପୁଣି ପ୍ରାରବ୍ଧ ହେଇକି ଆସିବ। ଆପଣ ଏଥିରେ ଭରୁଛନ୍ତି ପ୍ରିମିୟମ୍ LICର, ସେ ଏକାଥରେ ଆସିବ ତାପରେ ରିଟର୍ନ ହେଇକି। କୌଣସି ପ୍ରକାର ଫାଇନାନ୍ସିଆଲ କମ୍ପାନୀକୁ ମୁଁ ପ୍ରମୋଟ୍ କରୁନି। ସାର୍ LIC ବିଷୟରେ କହିଲେନି, ସାର୍ କ'ଣ LIC କରୁଛନ୍ତି? ମୋର ଗୋଟେ ବି ଆଜ୍ଞା LIC ନାହିଁ ମୋର ଆଗକୁ ପଛକୁ କିଏ ଅଛନ୍ତି, ଆଉ LIC କ'ଣ କରିବି ମୁଁ? ତେଣୁ ଗୋଟେ ଉଦାହରଣ ଦେଇକି କହିଲି, ଆଜିକାଲି ମାନେ ବସ୍ତୁବାଦୀ ଦୁନିଆ, ବହୁତ ମେଟେରିଆଲିଷ୍ଟିକ୍ ୱାର୍ଲଡରେ ଲୋକଙ୍କୁ ଟିକେ ପଇସା ଦେଇ ଜିନିଷଟା ବୁଝିଲେ ଲୋକ ବୁଝିପାରିବେ। ତେଣୁ ଏଇ ହେଲା ଆପଣଙ୍କର କର୍ମଫଳ ଆଉ ଭାଗ୍ୟର ଖେଳ। ହଉ, ସେଇ କର୍ମଫଳଟାକୁ ଗ୍ରହ ମାଧ୍ୟମରେ ଜାଣିପାରିବା ହେଲା ଗୋଟେ ଜ୍ୟୋତିଷର କାମ। ଆଉ କେମିତି ଆପଣ କ'ଣ ଯାହା ସେ ଉପଚାର କହୁଛନ୍ତି ସେ ତାକୁ କରିବାଟା ବି ଡେଫିନେଟଲି ଆପଣ ଉପକୃତ ହେବେ। ଫାଇନାଲ ଷ୍ଟେଟମେଣ୍ଟ, ଭିଡ଼ିଓ କରିବାର କୌଣସି ଉଦ୍ଦେଶ୍ୟ ନାହିଁ ଯେ ଆପଣ ମୋର ଦ୍ୱାରସ୍ଥ ହୁଅନ୍ତୁ ଜାତକ ଦେଖାଇବା ପାଇଁ। ମୁଁ ଯେଉଁ ରିସର୍ଚ୍ଚ ପେପର ଗୁଡ଼ା ଇଂଲିଶରେ ଲେଖିଛି ଏବଂ ତା ଉପରେ ଇଂଲିଶରେ ୟୁଟ୍ୟୁବ୍ ଭିଡ଼ିଓ କରିଛି ଏବଂ ତା ଉପରେ ଇଂଲିଶରେ ସାରା ଭାରତବର୍ଷରେ ବୁଲି ବୁଲି ପ୍ରେଜେଣ୍ଟ କରିଛି, ତାକୁ ଖାଲି ମୁଁ ଓଡ଼ିଆରେ କହୁଛି। ଆପଣ ମୋ ରିସର୍ଚ୍ଚ ପେପର ପଢ଼ନ୍ତୁ, ପଢ଼ିବେ ତ ନାହିଁ ମୁଁ ଜାଣିଛି, କିନ୍ତୁ ମୁଁ ଯାହା କହୁଛି ସେଗୁଡ଼ା କେଉଁଠି ନା କେଉଁଠି ଲେଖା ହେଇଥିବ ସେଇଥିରେ। କାରଣ ଇଂଲିଶ ଲେଖା ପଢ଼ିପାରିଲେ ନାହିଁ, ଲୋକ ବୁଝି ତ ପାଇଲେ ନାହିଁ, ମୋର ନିଜ ଜ୍ୟୋତିଷ ଫିଲ୍ଡରେ ଲୋକ ବୁଝିପାରିଲେ ନାହିଁ। ତାପରେ ଇଂଲିଶରେ ଭିଡ଼ିଓ କଲି, ତାକୁ ବୁଝିପାରିଲେ ନାହିଁ, ଦେଖିଲେ ବି କେତେ ବୁଝିପାରିଲେ ନାହିଁ। ତେଣୁ ଓଡ଼ିଆରେ ସାର୍ କରନ୍ତୁ। ତ ମୋର ରିସର୍ଚ୍ଚ ଅନ୍ ଜ୍ୟୋତିଷ ହେଲେ ସକାଳେ ଆମେ ଥିବୁ ନଥିବୁ ଆଜ୍ଞା କେହି ଜାଣିନାହାନ୍ତି। ତେଣୁ ରିସର୍ଚ୍ଚ, ଯେହେତୁ ମୁଁ ଜ୍ୟୋତିର୍ବିଦ, ତେଣୁ ମୋର ରିସର୍ଚ୍ଚ କ'ଣ ରହିଲା ଜ୍ୟୋତିଷ ଫିଲ୍ଡକୁ, ମୁଁ କ'ଣ ଲୋକଙ୍କୁ ଜଣେଇଲି, ତ ସେଇଟା ଜଣେଇବା ହେଲା ଉଦ୍ଦେଶ୍ୟ। ତେଣୁ ମୋ ଭିଡ଼ିଓ କେବଳ ଲୋକ ନୁହେଁ, ଜ୍ୟୋତିଷମାନେ ବି ଦେଖିପାରିବେ। ଆଉ ଯେଉଁମାନେ ଜ୍ୟୋତିଷ ଉପରେ ବିଶ୍ୱାସ ତ ନୁହେଁ, ଗୋଟେ ଡିସିପ୍ଲିନ୍ ବିଶ୍ୱାସ କରିବାରେ କ'ଣ ଅଛି, ଯେଉଁମାନେ ଜ୍ୟୋତିଷଙ୍କ ଭିତରେ ଇଣ୍ଟରେଷ୍ଟ ଅଛନ୍ତି ଜାଣିବା ପାଇଁ ବିଦ୍ୟାଟା, ସେମାନଙ୍କ ପାଇଁ ବି ଏଇଆ, କିନ୍ତୁ ବିଲକୁଲ ମୋ ମାର୍କେଟିଂ ନୁହେଁ। ସାର୍ ଆପଣ ଏଇଟା କରୁଛନ୍ତି, ଆପଣ ମୋ ଜାତକକୁ ଗୋଟେ ଦେଖିଦିଅନ୍ତୁ, ଇଏ କରନ୍ତୁ, ଏଇଭଳିଆ ସବୁ ଜିନିଷ ମୋ କମେଣ୍ଟରେ ଛାଡ଼ିବେନି। ଆପଣଙ୍କର ଯେଉଁ ଜ୍ୟୋତିଷଙ୍କୁ ଆପଣ ଜାତକ ଦେଖାଉଛନ୍ତି, ଦୟାକରି ସେଇଠି ଆପଣ ଜାତକ ଦେଖାନ୍ତୁ। ସବୁବେଳେ ମନେ ରଖିଥାନ୍ତୁ, ଆପଣ ଯଦି ନିଜ ଜୀବନରେ ଗୋଟିଏ ଜ୍ୟୋତିଷଙ୍କ ପାଖକୁ ସବୁବେଳେ ଗଲେ ଆପଣ ସବୁଠୁ ଅଧିକ ଉପକୃତ ହେଇପାରିବେ। ମୋ ପାଖକୁ ଯିଏ ବି ଜାତକ ଦେଖିବାକୁ ଆସନ୍ତି, ମୁଁ ତାଙ୍କୁ ଆଗ ପଚାରି ଦିଏ, ଆପଣ ଆଉ କାହାକୁ ଜାତକ ଦେଖାଉଛନ୍ତି କି? ହଁ ମୁଁ ଦେଖାଉଛି। ମୋ ପାଖକୁ ଆସନ୍ତୁନି। ନାଇଁ ସାର୍ ଆମେ ଆପଣଙ୍କୁ ଦେଖିବୁ। କ'ଣ ପାଇଁ? ନା ସାର୍ ସେ ଜ୍ୟୋତିଷ ଏବେ ନାହାନ୍ତି, ଦେଖୁନାହାନ୍ତି, ଆମେ ପଚାରିଲା ବେଳକୁ ଏମିତି ସବୁ ବିଭିନ୍ନ ଇଏ କରନ୍ତି। ତେଣୁ ଆପଣ ସବୁବେଳେ ଗୋଟିଏ ଜ୍ୟୋତିଷଙ୍କୁ ଦେଖେଇବେ। ଆଉ ଜ୍ୟୋତିର୍ବିଦ ମାନଙ୍କୁ ମୋର ଅନୁରୋଧ, ପ୍ରତି 6 ମାସରେ ଯିଏ ଆପଣଙ୍କର ପୁରୁଣା କ୍ଲାଏଣ୍ଟ, ସେମାନଙ୍କୁ ଥରେ ସେ ରିମାଇଣ୍ଡ କରିଦିଅନ୍ତୁ, ସେ ଆପଣଙ୍କୁ ରିଭିଜିଟ୍ କରନ୍ତୁ। ଆପଣଙ୍କ ପ୍ରେଡିକ୍ସନ୍ ବି ଆପଣ ଜାଣିପାରିବେ କେତେ ସତ ମିଛ ହେଲା। ଆଉ ସେ ଲୋକଟାରେ ବି ଗୋଟେ ଜ୍ୟୋତିଷ ସହିତ କଣ୍ଟିନ୍ୟୁସନ୍ରେ ରହିଲା। ନହେଲେ କିଛି ଗୋଟେ ମିସ୍ଆପ୍ ହେଇଗଲା ପରେ ଆଉ ଜ୍ୟୋତିଷ ପାଖକୁ ଗଲେ କ'ଣ ହେବ? ସାର୍ ଆପଣ ହସୁନାହାନ୍ତି, ଆପଣଙ୍କ ମୁହଁ ଭାରି ଗ୍ରେଭ୍, ଆପଣ ରାଗିଲା ଭଳିଆ ଜଣାପଡ଼ୁଛନ୍ତି। ଆଉ ସବୁବେଳେ ଲୋକଙ୍କର କାନ୍ଦ ମୁହଁ ଆମେ ଦେଖିଲୁ। ମୁଁ ଯଦି ବୟସ ଏତେ କମ୍, କାଫି
ଅଧିକ ବୟସ ଲୋକ ଆସି ମୋତେ ମୁଣ୍ଡିଆ ମାରିକି ସାର୍ ଆପଣ କିଛି କରନ୍ତୁ, ଯେତେବେଳେ ମରି ପଡ଼ିବା ବେଲେ ଆମକୁ ମନେ ପଡ଼େ ଜ୍ୟୋତିଷଙ୍କ କଥା। ଆଉ ଲୋକଙ୍କର ଏଇଭଳିଆ ମୁହଁ ଦେଖି ଦେଖି ଆମ ମୁହଁ ବି ସେମିତି ହେଇଗଲାଣି, ଆଉ ସେଥିରେ କ'ଣ ଅଛି। ହଉ, ସେ ଯାହା ବି ହଉ ନା କାହିଁକି, ଆଜି ପାଇଁ ଏତିକି। ଆଉ ଯେବେ ପୁଣି ସମୟ ଆସିବ ସେ ସମୟରେ ଆଉ ଗୋଟେ ଭିଡ଼ିଓ ନେଇକି ଆପଣଙ୍କ ପାଖରେ ଉପସ୍ଥିତ ହେବି। ମହାଦେବ ଆପଣଙ୍କର କଲ୍ୟାଣ କରନ୍ତୁ। ଓମ୍ ନମଃ ଶିବାୟ।